ଅସାମାଜିକ ଲୋକମାନଙ୍କର ଖରାପ କାର୍ଯ୍ୟ ଦ୍ୱାରା ନୁହେଁ, ଭଲ ଲୋକମାନଙ୍କର ନିକମାପଣ ବା ଉଦାସୀନତା ହିଁ ସମାଜକୁ ଧ୍ୱଂସ ମୁଖକୁ ଟାଣି ନିଏ। ଯଦି ନିକମା ହୋଇ ବସି ରହି ସେମାନେ ସମାଜର ଅଧପତନକୁ ସହି ନେଇ ପାରନ୍ତି, ତାହେଲେ ସେମାନେ ଭଲ ହୋଇପାରିବେ କେମିତି? ଭଲ ଲୋକମାନେ ଯଦି କିଛି ନ କରି ହାତ ଗୋଡ଼ ଜାକି ବସିଯାଆନ୍ତି, ତାହେଲେ ସମାଜରେ ଅସତ୍ ଅନ୍ୟାୟ ବ୍ୟାପିଯିବ। ଆଉ ଯଦି ସେମାନେ ଏଇଆ ଚାହୁଁଥାନ୍ତି ତ ନିକମା ହୋଇ ବସନ୍ତୁ। ଜଣେ ଭଲ ଶ୍ରୋତା ହେବା ପାଇଁ ବକ୍ତାକୁ କହିବା ପାଇଁ ଉତ୍ସାହିତ କରନ୍ତୁ, ପ୍ରଶ୍ନ ପଚାରନ୍ତୁ। ଏଥିରୁ ଆପଣଙ୍କର ଆଗ୍ରହ ଅଛି ବୋଲି ଜଣାପଡ଼େ। କହିଲା ବେଳେ ବ୍ୟାଘାତ ସୃଷ୍ଟି କରନ୍ତୁ ନାହିଁ, ବିଷୟ ବଦଳାନ୍ତୁ ନାହିଁ, ବୁଝାମଣା ରକ୍ଷା କରନ୍ତୁ ଏବଂ ସମ୍ମାନ ଦିଅନ୍ତୁ। ଧ୍ୟାନ ପୂର୍ବକ ଶୁଣନ୍ତୁ, ମନକୁ ଏଣେତେଣେ କରନ୍ତୁ ନାହିଁ। ନିଜକୁ ଅନ୍ୟମାନଙ୍କ ସ୍ଥାନରେ ରଖି ବିଚାର କରନ୍ତୁ, ଖୋଲା ମନରେ ବିଚାର କରନ୍ତୁ। ଆପଣଙ୍କର ପୂର୍ବ ଧାରଣା ଏବଂ ବିଚାର ଗୁଡ଼ିକୁ ଆପଣଙ୍କ ପଥରେ ବାଧା ଉପୁଜେଇବାକୁ ଦିଅନ୍ତୁ ନାହିଁ। ବାର୍ତ୍ତା ବା ସନ୍ଦେଶ ଉପରେ ଧ୍ୟାନ ଦିଅନ୍ତୁ, କହିବାର ଶୈଳୀ ଉପରେ ନୁହେଁ। ଅର୍ଥାତ୍ କ'ଣ କୁହାଯାଇଛି ତା ଉପରେ ଜୋର ଦିଅନ୍ତୁ, କିପରି କୁହାଯାଇଛି ତାହା ଉପରେ ନୁହେଁ। ସାମାଜିକ ଦାୟିତ୍ୱ ପ୍ରାଚୀନ ଭାରତୀୟ ଶାସ୍ତ୍ର କହେ, ପ୍ରଥମେ ସମାଜ ପ୍ରତି, ଦ୍ୱିତୀୟରେ ପରିବାର ପ୍ରତି ଏବଂ ତୃତୀୟରେ ନିଜ ପ୍ରତି ଆମର ଦାୟିତ୍ୱ ରହିଛି। ଏହି ଶୃଙ୍ଖଳା ଭଙ୍ଗ ହେଲେ ସମାଜରେ ଅଧୋଗତି ଦେଖାଦିଏ। ସାମାଜିକ ଦାୟିତ୍ୱ ପ୍ରତି ନାଗରିକଙ୍କର ପ୍ରଥମ ନୈତିକ କର୍ତ୍ତବ୍ୟ ରହିବା ଉଚିତ। ଦାୟିତ୍ୱ ଏବଂ ସ୍ୱାଧୀନତା ହାତ ଧରାଧରି ହୋଇ ଚାଲିଥାନ୍ତି। ଜଣେ ଉତ୍ତମ ନାଗରିକ ସବୁବେଳେ ନିଜ କାମ ନିଜେ କରିବା ପାଇଁ ପ୍ରସ୍ତୁତ ରହିଥାଏ। ଦାୟିତ୍ୱ ବୋଧରୁ ହିଁ ମହାନତା ଆସେ। ବିପଦ ମଧ୍ୟରେ ବ୍ୟକ୍ତି ଚରିତ୍ର ଗଠିତ ଓ ପ୍ରକଟିତ ହୁଏ। ପ୍ରତିକୂଳ ପରିସ୍ଥିତିରେ କେତେକ ଲୋକ ଅନ୍ୟମାନଙ୍କୁ ଟପି ଯାଆନ୍ତି ଏବଂ ଅନ୍ୟ କେତେକ ଭାଙ୍ଗି ପଡ଼ନ୍ତି। ଘର୍ଷଣ ବିନା ହୀରାର ଜ୍ୟୋତି ଫୁଟିପାରେ ନାହିଁ କି ଏହାକୁ ନିଆଁରେ ନ ତରଳାଇ ଆପଣ ଖାଣ୍ଟି ଇସ୍ପାତ ପାଇପାରିବେ ନାହିଁ। ସେହିଭଳି ବିପଦ ସମୟରେ ଜଣେ ବ୍ୟକ୍ତିର ଚରିତ୍ର ମାର୍ଜିତ ଏବଂ ପ୍ରକାଶିତ ହୁଏ। ଏହି ବ୍ୟକ୍ତିର ଅସଲ ଚରିତ୍ରକୁ ପଦାକୁ ଆଣେ ଏବଂ ତାକୁ ତା ସହ ପରିଚିତ କରାଏ। ଜୟ ଶ୍ରୀ ଜଗନ୍ନାଥ।